ରାତି ମୋର ପାଏ ରାସ୍ତାରେ ମାନେ ମର୍ଣ୍ଣିଂ ୱାକ୍ ଯିବା ରାସ୍ତାରେ କି ମର୍ଣ୍ଣିଂ ୱାକ୍ କରିକି ପଳେଇ ଆସିଲା ପରେ ମୁଁ ଟିକେ ଗରମ ପାଣି ପିଇଲି କାରଣ ମୋ ପା ପତଳା ହେବି। ଗରମ ପାଣି ଏତେ ଗରମ ଥିଲା ଯେ ମୋ ହାତ ପୋଡ଼ିଲା। ତାପରେ ଟିକେ ଥଣ୍ଡା ପାଣି ମିଶେଇକି ପିଇ ନେଲି। ଏଠି ଚିଆ ସିଡ୍ ଭିଜଉଛି ପଛରେ ପିଇବା ପାଇଁ। ଚିଆ ସିଡ୍ ଭିଜୁ ଭିଜୁ ଆପଣମାନଙ୍କୁ ଗୋଟେ ଜିନିଷ ଦେଖନ୍ତୁ ଯାହାକୁ ମୁଁ ସବୁଦିନ ଏକ ଝରକା ପଟେ ହିଁ ଦେଖିଥାଏ। ଦେଖନ୍ତୁ ସୂର୍ଯ୍ୟଦେବ ଆମର କେତେ ଆରାମସେ ଉଠୁଛନ୍ତି। କିଛି ଟେନସନ୍ ନାହିଁ ତାଙ୍କର। ଟେନସନ୍ ସିନା ଆମକୁ ସବୁ କିଛି କାମ କରିବାକୁ ପଡ଼ିବ। ତାଙ୍କର ତ କିଛି ଟେନସନ୍ ନାହିଁ। ପାଣି ଭିଜେଇ ଦେଇକି ଚିଆ ସିଡ୍‌ର ତାକୁ ରଖିଦେଇ ଗଲି ଭିଜିବା ପାଇଁ। ତାପରେ ପଳେଇଲି ଗାଧେଇବା ପାଇଁ। ଗାଧେଇକି ଆସିଲା ପରେ ଦେଖନ୍ତୁ ମୋର ଚିଆ ସିଡ୍ ଭଲ ଭାବରେ ଭିଜି ଯାଇଛି। ତ ତାକୁ ଆରାମସେ ମୁଁ ପିଇନେଲି। ସ୍ୱାମୀ କହିଲେ କି ମୋତେ ଖଟା ପାଣି ଦରକାର। ଖଟା ପାଣି ମାନେ ଗୁପଚୁପ୍ ପାଣି ନୁହେଁ ମ, ତାଙ୍କୁ ଆମ୍ଲା ଜୁସ୍ ଦରକାର ଥିଲା। ଆଉ ୟାର ଭିଡ଼ିଓ ଯଦି ଦେଖିବା ପାଇଁ ଚାହୁଁଛନ୍ତି ଫୁଲ୍ ଭିଡ଼ିଓ ତ ଆପଣମାନେ ମୋ ସସ୍ମିତା କିଚେନ୍ ଆଣ୍ଡ ଲାଇଫଷ୍ଟାଇଲ୍‌କୁ ସବସ୍କ୍ରାଇବ୍ କରିପାରିବେ, ଯାହାକି ମୋର କୁକିଂ ଚ୍ୟାନେଲ୍ ଅଛି। ତାପରେ ଲଞ୍ଚ ବନେଇଥିଲି। ଲଞ୍ଚରେ ଆମର ଦେଖନ୍ତୁ କ'ଣ ବନେଇଛି। ଲଞ୍ଚ ଆମର ବନେଇଛି କଢ଼ି, ତା ସହିତ ଶାଗ ଭଜା, ତା ସହିତ ବନିଛି ଆମର ଫୁଲକୋବି ଭଜା, ଆଳୁ ଭର୍ତ୍ତା, ତା ସହିତ ନିମ ପିତା ଶାଗ ଭଜା। ହଜବେଣ୍ଡକୁ ଭଲ ଲାଗେ, ମୋତେ ଭଲ ଲାଗେନି। ତ ଆମର ଏଇ ଲଞ୍ଚଟା ବନିଥିଲା ଦ୍ୱିପହରେ। ମୁଁ ଖାଇକି ବହୁତ ଭଲ ଲାଗିଲା। ତ ରହୁଛି, ପୁଣି ଦେଖା ହବ ନେକ୍ସଟ ମିନି ବ୍ଲଗ୍‌ରେ। ନମସ୍କାର, ଜୟ ଜଗନ୍ନାଥ।